ଜୁନ୍ 15, 1914। ମୋ ହୃଦୟ ଭିତରେ ନିଶ୍ଚିନ୍ତ ଭାବରେ ରହ, ଉଦ୍ବିଗ୍ନ ହୁଅନା। ଯାହା କରିବା କଥା ତାହା ନିଶ୍ଚୟ କରାହେବ। ଯେତେବେଳେ କାର୍ଯ୍ୟ କରୁ ଅଥଚ ନିଜେ ଜାଣୁନା, ଠିକ୍ ସେତେବେଳେ ହିଁ କାର୍ଯ୍ୟଟି ସର୍ବୋତ୍ତମ ଭାବେ ସମ୍ପନ୍ନ ହୁଏ। ହେ ଭଗବାନ, ମୁଁ ତ ହୃଦୟ ଭିତରେ ରହିଛି, ସେଠାରୁ ମୋତେ କେହି ଅପସାରିତ କରିପାରିବ ନାହିଁ। ଆଉ ତୋ ହୃଦୟର ଅତଳ ଗଭୀରତାରୁ ତାର ଆନନ୍ଦମୟ ହାସ୍ୟମୟ ପ୍ରଶାନ୍ତି ମଧ୍ୟରେ ରହି ମୁଁ ଦେଖୁଛି ତୋ ପ୍ରକାଶର ବାହ୍ୟ ରୂପ ସବୁ। ସେମାନେ ଚେଷ୍ଟା କରୁଛନ୍ତି, ଉଦ୍ୟମ କରୁଛନ୍ତି ତୋତେ ଆହୁରି ଉତ୍ତମ ରୂପେ ବୁଝିବା ପାଇଁ ଓ ଅଭିବ୍ୟକ୍ତ କରିବା ପାଇଁ। ଯଦି ସମୟ ଆସିଯାଇଥାଏ, ତୁ ମୋତେ ତାହା ହିଁ ଜଣାଇ ଦେଉଛୁ। ତୋ ସିଦ୍ଧି ପାଇଁ ଯଦି ନବତର ଆଧାରର ପ୍ରୟୋଜନ ହୁଏ, ତେବେ ସେହି ଧାରଣାର ଆଧାର ନିଶ୍ଚୟ ଜନ୍ମଗ୍ରହଣ କରିବ। ଏହି ସତ୍ତା ମଧ୍ୟରେ ଏପରି କିଛି ରହିଛି ଯାହା ବସ୍ତୁ ସକଳର ପୂର୍ବାଭାସ ଅନୁଭବ କରେ, କିନ୍ତୁ ଏ ପର୍ଯ୍ୟନ୍ତ ତାର କୌଣସି ସ୍ପଷ୍ଟ ଜ୍ଞାନ ନାହିଁ। ତେଣୁ ସେ ଆପ୍ରାଣ ଚେଷ୍ଟା କରେ ନିଜକୁ ଏହିପରି ଭାବେ ପରିବର୍ତ୍ତିତ କରିବାକୁ, ଯାହାଫଳରେ ତୁ ତାଠାରୁ ଯାହା ଦାବୀ କରୁ ସେ ଯେପରି ତାହାର ଉପଯୋଗୀ ହେବାର ଉଚ୍ଚତର ଶିଖରକୁ ଉଠିଯାଇପାରେ। କିନ୍ତୁ ଯାହା ତୋ ସମ୍ବନ୍ଧରେ ସଚେତ ଏବଂ ତୋର ଶକ୍ତି ମଧ୍ୟରେ ବାସ କରେ, ସେ ଜାଣେ ଏହି ନବତର ଆଧାରର ରୂପାୟନ ମଧ୍ୟ ତୋର ପ୍ରକାଶର ଅନ୍ତହୀନ କ୍ରମଧାରାରେ ଏକ ଅତି କ୍ଷୁଦ୍ର ଓ ନଗଣ୍ୟ ଅଗ୍ରଗତି ମାତ୍ର। ଏବଂ ସମସ୍ତ ରୂପାବଳୀକୁ ସେ ଦେଖେ ଚିରନ୍ତନ ପୂର୍ଣ୍ଣତାର ପ୍ରଶାନ୍ତ ଦୃଷ୍ଟି ନେଇ। ଏହି ପ୍ରଶାନ୍ତ ଭିତରେ ହିଁ ରହିଛି ତୋ ସିଦ୍ଧିର ସର୍ବଶକ୍ତିମୟତା। ଆମକୁ ଜାଣିବାକୁ ହେବ, ଅଟଳ ବିଶ୍ୱାସ ନେଇ କିପରି ଊର୍ଦ୍ଧ୍ୱକୁ ଉଠିଯାଇ ହୁଏ। ସେହି ନିଶ୍ଚିତ ଊର୍ଦ୍ଧ୍ୱାୟନରେ ହିଁ ପୂର୍ଣ୍ଣ ଜ୍ଞାନ ନିହିତ। ମା।